ଓଡ଼ିଆ ଟ୍ରେଡିଂ ପାଠଶାଳାକୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ନ୍ୟୁଜ୍ରେ ନିଶ୍ଚୟ ଶୁଣିଥିବେ ଆଜି ନିଫ୍ଟି 200 ପଏଣ୍ଟ ବଢ଼ିଲା କିମ୍ବା ଆଜି ସେନ୍ସେକ୍ସ 500 ପଏଣ୍ଟ କମିଗଲା। କିନ୍ତୁ ଏହି ଇଣ୍ଡେକ୍ସ କ'ଣ, ନିଫ୍ଟି 50 କ'ଣ, ଏହି ସେନ୍ସେକ୍ସ କ'ଣ ବା ଏହି ଇଣ୍ଡେକ୍ସରେ କିପରି ଟ୍ରେଡିଂ କରାଯାଏ ଓ କି ପ୍ରକାର ଟ୍ରେଡିଂ କରାଯାଏ, ଆଜିର ଏହି ଭିଡ଼ିଓରେ ସବୁକିଛି ସହଜରେ ବୁଝିବା। ଇଣ୍ଡେକ୍ସ କ'ଣ? ଇଣ୍ଡେକ୍ସକୁ ଗୋଟିଏ ଉଦାହରଣ ସହ ବୁଝିବା। ଧରନ୍ତୁ ଆପଣଙ୍କ କ୍ଲାସରେ 50 ଜଣ ଷ୍ଟୁଡେଣ୍ଟ ଅଛନ୍ତି। ଟିଚର ଜାଣିବାକୁ ଚାହୁଁଛନ୍ତି ସମଗ୍ର କ୍ଲାସର ପରଫର୍ମାନ୍ସ କେମିତି ଅଛି। ଟିଚର ପ୍ରତ୍ୟେକ ଷ୍ଟୁଡେଣ୍ଟକୁ ଅଲଗା ଅଲଗା ଦେଖିବେ ନାହିଁ, ସମସ୍ତ ଷ୍ଟୁଡେଣ୍ଟଙ୍କର ଆଭରେଜ ରେଜଲ୍ଟ ଦେଖିବେ। ଷ୍ଟକ୍ ମାର୍କେଟରେ ମଧ୍ୟ ଏହିପରି ହୁଏ। ସମସ୍ତ କମ୍ପାନୀର ସେୟାର ଅଲଗା ଅଲଗା ଦେଖିବା କଷ୍ଟକର। ସେଥିପାଇଁ କିଛି ବଡ଼ କମ୍ପାନୀମାନଙ୍କୁ ନେଇ ଗୋଟିଏ ଗ୍ରୁପ ବନାଯାଏ। ଏହି ଗ୍ରୁପକୁ ଇଣ୍ଡେକ୍ସ କୁହାଯାଏ। ନିଫ୍ଟି 50 କ'ଣ? ନିଫ୍ଟି 50 ହେଉଛି NSEର ସବୁଠାରୁ ବଡ଼ 50ଟି କମ୍ପାନୀର ଇଣ୍ଡେକ୍ସ। ଯେପରି ରିଲାଏନ୍ସ, TCS, HDFC ବ୍ୟାଙ୍କ, ICIC ବ୍ୟାଙ୍କ ଏହିପରି ମୋଟ 50ଟି କମ୍ପାନୀ ମିଶି ନିଫ୍ଟି 50 ତିଆରି ହୋଇଛି। ଯଦି ଏହି କମ୍ପାନୀର ସେୟାର ପ୍ରାଇସ୍ ବଢ଼େ, ନିଫ୍ଟି ମଧ୍ୟ ବଢ଼ିବ। ଯଦି ଏହି କମ୍ପାନୀମାନଙ୍କର ସେୟାର ପ୍ରାଇସ୍ କମିଯାଏ, ନିଫ୍ଟି 50 ମଧ୍ୟ କମିବ। ଏଠି ଗୋଟିଏ ପ୍ରଶ୍ନ ଆସେ, ଆମେ ଷ୍ଟକ୍ ମାର୍କେଟରେ 5000ରୁ ଅଧିକ କମ୍ପାନୀ ଅଛି, କିନ୍ତୁ 50ଟି କମ୍ପାନୀ କିପରି ଚୟନ କରାଯାଏ? ଏହି ନିଫ୍ଟି 50 ଇଣ୍ଡେକ୍ସରେ ଯେଉଁ କମ୍ପାନୀର ମାର୍କେଟ କ୍ୟାପ୍ ବଡ଼, ସେମାନଙ୍କୁ ଅଧିକ ସୁଯୋଗ ମିଳେ। ପ୍ରତ୍ୟେକ ଦିନ ସେହି ସେୟାରର ଭଲ ପରିମାଣରେ ବାୟ ସେଲ୍ ହେଉଥିବା ଦରକାର। ଯଦି ଟ୍ରେଡିଂ କମ୍ ହୁଏ, ତେବେ ସେ କମ୍ପାନୀ ନିଫ୍ଟି 50ରେ ଆସିବା କଷ୍ଟକର। କମ୍ପାନୀର ବିଜନେସ୍ ଭଲ ହେବା ଦରକାର। ଲଗାତାର ଖରାପ ପରଫର୍ମାନ୍ସ କଲେ ଇଣ୍ଡେକ୍ସରୁ ବାହାର କରି ଭଲ ପରଫର୍ମାନ୍ସ ଦେଉଥିବା କମ୍ପାନୀକୁ ଆଡ୍ କରାଯାଏ। NSEର ମୁଖ୍ୟ ଇଣ୍ଡେକ୍ସ ନିଫ୍ଟି 50। ଆହୁରି ବି ଇଣ୍ଡେକ୍ସ ଅଛି, ଯେମିତି ନିଫ୍ଟି ବ୍ୟାଙ୍କ, ନିଫ୍ଟି ନେକ୍ସଟ 50, ଫିନ୍ ନିଫ୍ଟି, ଏମିତି ଆହୁରି ଅନେକ ଇଣ୍ଡେକ୍ସ ଅଛି। ଏହି ସବୁ ଇଣ୍ଡେକ୍ସରେ ଟ୍ରେଡିଂ କରାଯାଏ। ଏବେ ଆସନ୍ତୁ ଜାଣିବା ସେନ୍ସେକ୍ସ କ'ଣ। ସେନ୍ସେକ୍ସ ହେଉଛି BSEର ପ୍ରମୁଖ ଇଣ୍ଡେକ୍ସ। ଭାରତର ସବୁଠାରୁ ବଡ଼ ବଡ଼ 30ଟି କମ୍ପାନୀକୁ ନେଇ ସେନ୍ସେକ୍ସ ଇଣ୍ଡେକ୍ସ ଗଠନ କରାଯାଇଛି। ଯେପରିକି ରିଲାଏନ୍ସ, TCS, HDFC ବ୍ୟାଙ୍କ, ICIC ବ୍ୟାଙ୍କ। ସେନ୍ସେକ୍ସରେ ଏହିପରି 30ଟି କମ୍ପାନୀ ଅଛନ୍ତି। ଏହି କମ୍ପାନୀମାନଙ୍କର ଅଧିକାଂଶ ସେୟାର ପ୍ରାଇସ୍ ବଢ଼ିଲେ ସେନ୍ସେକ୍ସ ବଢ଼େ। ଯଦି ଅଧିକାଂଶ ସେୟାର ପ୍ରାଇସ୍ କମେ, ସେନ୍ସେକ୍ସ କମେ। ୱାର୍ଲଡ ନ୍ୟୁଜ୍ ମଧ୍ୟ ସେନ୍ସେକ୍ସ ଓ ନିଫ୍ଟି କମିବା ଓ ବଢ଼ିବାରେ ଇମ୍ପାକ୍ଟ ପକାଇଥାଏ। ଏବେ ଆସନ୍ତୁ ଜାଣିବା ଇଣ୍ଡେକ୍ସରେ ଟ୍ରେଡିଂ କିପରି କରାଯାଏ। ନିଫ୍ଟି 50, ବ୍ୟାଙ୍କ ନିଫ୍ଟି, ଫିନ୍ ନିଫ୍ଟି, ସେନ୍ସେକ୍ସ, ମିଡ୍ କ୍ୟାପ୍ ଭଳି ଇଣ୍ଡେକ୍ସରେ କିପରି ଟ୍ରେଡ୍ କରିପାରିବା। ନିଫ୍ଟି 50 ଓ ବ୍ୟାଙ୍କ ନିଫ୍ଟି ପରି ଇଣ୍ଡେକ୍ସମାନଙ୍କୁ ଡାଇରେକ୍ଟ ସିଧାସଳଖ ସେୟାର ପରି ବାୟ କରିପାରିବା ନାହିଁ, କାରଣ ଇଣ୍ଡେକ୍ସ କୌଣସି କମ୍ପାନୀ ନୁହେଁ, ଏହା ଅନେକ କମ୍ପାନୀର ଗୋଟିଏ ଗ୍ରୁପ। ଇଣ୍ଡେକ୍ସରେ ଟ୍ରେଡିଂ କିପରି କରିବା? ଇଣ୍ଡେକ୍ସରେ ଟ୍ରେଡିଂ କରିବାର 4ଟି ମୁଖ୍ୟ ଉପାୟ ଅଛି। 1ରେ ଫ୍ୟୁଚର ଟ୍ରେଡିଂ, 2ରେ ଅପସନ୍ ଟ୍ରେଡିଂ, 3ରେ ETF ଟ୍ରେଡିଂ, 4ରେ ମ୍ୟୁଚୁଆଲ ଫଣ୍ଡ। ଏବେ ଆସନ୍ତୁ ଗୋଟିଏ ଗୋଟିଏ କରି ବୁଝିବା। 1ରେ ଫ୍ୟୁଚର ଟ୍ରେଡିଂ। ଏହି ଟ୍ରେଡିଂରେ ଯଦି ଆପଣଙ୍କୁ ଲାଗୁଛି ନିଫ୍ଟି ବଢ଼ିବ, ତେବେ ନିଫ୍ଟି ଫ୍ୟୁଚର ବାୟ କରିବା। ଆଉ ଯଦି ଲାଗୁଛି ନିଫ୍ଟି କମିବ, ନିଫ୍ଟି ଫ୍ୟୁଚର ସେଲ୍ କରିବା। ଏହି ଫ୍ୟୁଚର ଟ୍ରେଡିଂରେ ମାର୍ଜିନ୍ ଲାଗେ, ରିସ୍କ ମଧ୍ୟ ଅନେକ ଥାଏ। 2ରେ ଅପସନ୍ ଟ୍ରେଡିଂ। ଏହା ସବୁଠାରୁ ପପୁଲାର ଓ ରିସ୍କ ମଧ୍ୟ। ସେବିର ରିପୋର୍ଟ ଅନୁଯାୟୀ 100ରୁ 93 ଜଣ ଏହି ଅପସନ୍ ଟ୍ରେଡିଂରେ ଲସ୍ କରନ୍ତି, କିନ୍ତୁ ଠିକ୍ ଷ୍ଟ୍ରାଟେଜି ଓ ଡିସିପ୍ଲିନ୍ ସହ କଲେ ସବୁଠାରୁ ଅଧିକ ପ୍ରଫିଟ୍ ଦେଇଥାଏ। ଏହି ଟ୍ରେଡିଂରେ ଯଦି ଆପଣଙ୍କୁ ଲାଗୁଛି ମାର୍କେଟ ଉପରକୁ ଯିବ, ତେବେ କଲ୍ ଅପସନ୍ ବାୟ କରିବା। ଯଦି ଲାଗୁଛି ମାର୍କେଟ ତଳକୁ ଆସିବ, ତେବେ ପୁଟ୍ ଅପସନ୍ ବାୟ କରିବା। ଏହି ଟ୍ରେଡିଂ ନିଫ୍ଟି 50, ବ୍ୟାଙ୍କ ନିଫ୍ଟି, ଫିନ୍ ନିଫ୍ଟି, ମିଡ୍ କ୍ୟାପ୍, ସେନ୍ସେକ୍ସ ସବୁଠି ଅପସନ୍ ଟ୍ରେଡିଂ କରିପାରିବା। କିଛି କିଛି ଷ୍ଟକରେ ମଧ୍ୟ ଏହି ଟ୍ରେଡିଂ କରିପାରିବା। ଏହି ଟ୍ରେଡିଂ ମନ୍ଥଲି ଓ ୱିକଲି କଣ୍ଟ୍ରାକ୍ଟରେ କରାଯାଇଥାଏ। 3ରେ ETF ଟ୍ରେଡିଂ। ଯେଉଁମାନେ ରିସ୍କ ନେବା ପାଇଁ ଚାହାନ୍ତି ନାହିଁ, ସେମାନଙ୍କ ପାଇଁ ETF ଟ୍ରେଡିଂ ସବୁଠାରୁ ଭଲ ଏବଂ ସେଫ୍ ଓ କମ୍ ରିସ୍କି ମନାଯାଏ। ETFର ଫୁଲ୍ ଫର୍ମ ହେଉଛି ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ। ETF ଟ୍ରେଡିଂରେ ଆମେ ସେୟାର ପରି ଡେଲି ବାୟ ଓ ସେଲ୍ କରିପାରିବା ଏବଂ ଲଙ୍ଗ ଟର୍ମ ଇନଭେଷ୍ଟିଂ କରିପାରିବା। ଭଲ ETF ମଧ୍ୟରେ ନିଫ୍ଟି ବି, ବ୍ୟାଙ୍କ ବି, ଗୋଲ୍ଡ ବି, ସିଲଭର ବି, ଏହିପରି ଆହୁରି ଅନେକ ETF NSEର ୱେବସାଇଟରେ ମିଳିବ। ଏଗୁଡ଼ିକ ସେୟାର ପରି ବାୟ ଓ ସେଲ୍ କରାଯାଏ। 4ରେ ମ୍ୟୁଚୁଆଲ ଫଣ୍ଡ। ଯଦି ଆପଣଙ୍କ ପାଖରେ ସମୟ ନାହିଁ ଆଉ ରିସ୍କ ନେବାକୁ ଚାହୁଁନାହାନ୍ତି,
ଆପଣ ମ୍ୟୁଚୁଆଲ୍ ଫଣ୍ଡରେ SIP କରିପାରିବେ। SIPର ଫୁଲ୍ ଫର୍ମ ହେଉଛି ସିଷ୍ଟମେଟିକ୍ ଇନଭେଷ୍ଟ ପ୍ଲାନ୍। ନିଫ୍ଟି 50ର ଇଣ୍ଡେକ୍ସ ଫଣ୍ଡ, ନିଫ୍ଟି ନ୍ୟୁ 50 ଫଣ୍ଡ, ନିଫ୍ଟି 500 ଫଣ୍ଡ, ଏହିପରି ଆହୁରି ଅନେକ ଫଣ୍ଡ ଅଛି ଯାହା ଲଙ୍ଗ୍ ଟର୍ମ ଇନଭେଷ୍ଟିଂ ପାଇଁ ଭଲ। ମନେ ରଖନ୍ତୁ, ଏହି ଭିଡ଼ିଓରେ ଦିଆଯାଇଥିବା ସମସ୍ତ ଡାଟା କେବଳ ଏଜୁକେସନାଲ୍ ଉଦ୍ଦେଶ୍ୟରେ, କୌଣସି ବାୟ ଓ ସେଲ୍ ରିକମାଣ୍ଡ ନୁହେଁ। ଟ୍ରେଡିଂ କରିବା ପାଇଁ ଓ କୌଣସି କମ୍ପାନୀର ସେୟାର ବାୟ ସେଲ୍ କରିବା ପାଇଁ ଓ ଇନଭେଷ୍ଟିଂ କରିବା ପାଇଁ ଜଣେ ସେବି ରେଜିଷ୍ଟର୍ଡ ଆଡଭାଇଜରର ପରାମର୍ଶ ନିଅନ୍ତୁ। ଆପଣଙ୍କ ପ୍ରଫିଟ୍ ଓ ଲସ୍ ପାଇଁ ଓଡ଼ିଆ ଟ୍ରେଡିଂ ପାଠଶାଳା ଦାୟୀ ରହିବ ନାହିଁ। ବିଗିନରମାନଙ୍କ ପାଇଁ କେଉଁ ଟ୍ରେଡିଂ ସବୁଠାରୁ ସେଫ୍? ବିଗିନରମାନଙ୍କ ପାଇଁ ସବୁଠାରୁ ସେଫ୍ ଟ୍ରେଡିଂ ETF ଟ୍ରେଡିଂ କିମ୍ବା ମ୍ୟୁଚୁଆଲ୍ ଫଣ୍ଡରୁ ଆରମ୍ଭ କରନ୍ତୁ। ଅପସନ୍ ଟ୍ରେଡିଂ ଆରମ୍ଭ କରିବା ପୂର୍ବରୁ ରିସ୍କ ମ୍ୟାନେଜମେଣ୍ଟ, ଷ୍ଟପ୍ ଲସ୍, ରିସ୍କ ରିୱାର୍ଡ, ପ୍ରାଇସ୍ ଆକ୍ସନ୍ ଭଲ ଭାବରେ ଶିଖନ୍ତୁ। ବିଗିନରମାନଙ୍କ ପାଇଁ ETF ଟ୍ରେଡିଂ କାହିଁକି ଭଲ? ETF ଟ୍ରେଡିଂରେ ମାର୍କେଟ ବେଶୀ ଭୋଲାଟିଲିଟି ନଥାଏ। ଡେଲି ଆପଣମାନେ କୌଣସି ETFକୁ ବାୟ ଓ ସେଲ୍ କରି ନିଜର ପ୍ରାକ୍ଟିସ୍ କରିପାରିବେ। ଏହା ଥିଲା ଇଣ୍ଡେକ୍ସରେ ଟ୍ରେଡିଂ କରିବାର କିଛି ପ୍ରକାର। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଓ ସେୟାର କରନ୍ତୁ ଏବଂ କମେଣ୍ଟରେ ଲେଖନ୍ତୁ ଆପଣ କେଉଁ ଟ୍ରେଡିଂ କରିବାକୁ ଚାହୁଁଛନ୍ତି। ଟ୍ରେଡିଂ ଓ ଷ୍ଟକ୍ ମାର୍କେଟ ଶିଖିବା ପାଇଁ ଓଡ଼ିଆ ଟ୍ରେଡିଂ ପାଠଶାଳାକୁ ସବସ୍କ୍ରାଇବ୍ କରନ୍ତୁ।